ଯେତେବେଳେ ଥିଲା ଯଦି କୌଣସି ଡେଭଲପମେଣ୍ଟ କାମ ଦେଖିବ ବୋଧହୁଏ ତାଙ୍କର ପ୍ରଥମ ହାତ ଅବଦାନ ଥିବ। ତାଙ୍କର ଯେଉଁ ସେବା, ତାଙ୍କର ଯେଉଁ ସେବାର କାର୍ଯ୍ୟ, ଯେଉଁ ମନୋବୃତ୍ତିର ମାନେ ଲୋକଙ୍କ ପାଇଁ ସେବା କରିବା, ସେ କାର୍ଯ୍ୟ ଶିଖିବାର ଅଛି। ପ୍ରକୃତ ସେବା ଗୋଟେ ଜିନିଷ ତାଙ୍କଠୁ ଶିଖିବାର ଅଛି। ସ୍ୱାର୍ଥପର ଲୋକ ସେ ଆଜି ଏକା ବର୍ଷରେ ପାଦ ଥାପିଛନ୍ତି। ପ୍ରଭୁ ଜଗନ୍ନାଥ ତାଙ୍କୁ 100 ବର୍ଷ ଆୟୁଷ ଦିଅନ୍ତୁ। ସବୁ ଯେକୌଣସି ହସ୍ପିଟାଲ ଦେଖନ୍ତୁ, ଯେକୌଣସି କଲେଜ ଦେଖନ୍ତୁ, କେଉଁଠି କେଉଁ ଲୋକ ଆସିକି ହଠାତ୍ ପହଞ୍ଚି ଯାଉ, ସେ ସବୁବେଳେ ସବୁ ଜାଗାରେ ହଠାତ୍ କିନା ପହଞ୍ଚିବେ। ଆଉ ଭଗବାନ ପାଇଁ ତାଙ୍କର ସେ ଯେଉଁ ଭଏସ୍, ସେ ଭଏସ୍ରେ ସମାଧାନ ହେଇଯାଏ। ଗୋଟେ ଭଏସ୍ କରିଛନ୍ତି, ସେ ଭଏସ୍ରେ ସବୁ ହେଇଯାଏ। ତ ସେଥିପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରନ୍ତୁ, ଲିଙ୍ଗରାଜ ଆଶୀର୍ବାଦ କରନ୍ତୁ। ସେ ଆଗକୁ ଦୀର୍ଘାୟୁ ହେଇକି ରୁହନ୍ତୁ। ଆମେ ସବୁବେଳେ ତାଙ୍କ ସାଙ୍ଗରେ ଅଛୁ। ଲୋକଙ୍କର ଏ ଯେଉଁ ଭଲ ପାଇବା ଦେଖୁଛନ୍ତି, ଜନ ଭଲ ପାଇବା, ଏ ଯେଉଁ ଲୋକଙ୍କର ଭଲ ପାଇବା, ସୁର ଭାଇ ନାଁ ଶୁଣିଲେ ସମସ୍ତେ ପଳେଇ ଆସନ୍ତି। ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।